ଥରେ ବରାଳ ବାଲୁଙ୍କେଶ୍ୱରଙ୍କର ଜଣେ ସେବକ ଯାଇଥାନ୍ତେ ଆଜ୍ଞା ଆଠଗଡ଼ ରାଜ୍ୟକୁ ବୁଲିବା ପାଇଁ। ସେ ଖବର ପାଇଲେ ଆଠଗଡ଼ ରାଜାଙ୍କର ଗୋଟିଏ ପୁଅ କି ଝିଅ ହବ ଏବଂ ସିଏ ଆଉ ଗୋଟିଏ କଥା ମଧ୍ୟ ଖବର ପାଇଲେ ଆଠଗଡ଼ ରଜା ଭାରି ଚିନ୍ତିତ ଅଛନ୍ତି। ଗୋଟିଏ ପୁଅଟିଏ ପାଇଁ ସେ ଅନେଇ ଅନେଇ ଅଛନ୍ତି। 7ଟି ଝିଅ ରାଣୀଙ୍କର ହେଇସାରିଲାଣି। ଏଇ ଯୋଉ ଗର୍ଭଟି ହବ ସବୁ ଜ୍ୟୋତିଷ ମାନେ ନାହକ ମାନେ କହୁଛନ୍ତି ଇଏ ମଧ୍ୟ ଝିଅ ହବ ବୋଲି। ଏ ବରାଳ ବାଲୁଙ୍କେଶ୍ୱରଙ୍କର ସେବକ ଆଜ୍ଞା ଆଠଗଡ଼ ରଜାଙ୍କ ପାଖରେ ପହଞ୍ଚିଲେ। ବାଲୁଙ୍କେଶ୍ୱରଙ୍କର ପାଦୁକା ବେଲପତ୍ର ଯେତେବେଳେ ପ୍ରଦାନ କଲେ, ଆଠଗଡ଼ ରାଜା ଏ ବରାଳ ବାଲୁଙ୍କେଶ୍ୱରଙ୍କର ସେବକଙ୍କୁ ପଚାରିଲେ, କହିଲେ କହିଲ ଦେଖି ତମେ ତ ବରାଳ ବାଲୁଙ୍କେଶ୍ୱରଙ୍କର ସେବକ, ବରାଳ ବାଲୁଙ୍କେଶ୍ୱରଙ୍କର କଣ ମହିମା ଅଛି ମୋ ସ୍ତ୍ରୀର, ରାଣୀଙ୍କର କଣ ପୁଅ ହବ ନା ଝିଅ ହବ? ସେଇଠି ବରାଳ ବାଲୁଙ୍କେଶ୍ୱରଙ୍କ ସେବକ ଆଜ୍ଞା ପାଟିରୁ ବାହାରି ପଡିଲା, ଏଇଥର ଆପଣଙ୍କ ରାଣୀଙ୍କର ଆଜ୍ଞା ପୁଅଟିଏ ହବ। କିନ୍ତୁ ରାଣୀ ଯେତେବେଳେ 2 ଦିନ ପରେ ଆଉ ଗର୍ଭବତୀ ହେବେ, ଜନ୍ମ କରିବେ, ତେଣୁ ଇଏ ଆଠଗଡ଼ ରଜା କଣ କଲେ, ବରାଳ ବାଲୁଙ୍କେଶ୍ୱରଙ୍କର ସେବକଙ୍କୁ ଅତିଥି ଭବନ ନେଇକି ରଖିଲେ। ହେଲେ ଯଦି ମୋର ପୁଅ ହବ ତମେ ଯାହା ମାଗିବ ମୁଁ ତମକୁ ଦେବି, ଯଦି ମୋର ପୁଅ ନ ହୋଇ ଝିଅ ହବ ତମକୁ ଏଠି ମୁଁ